ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ଠାରେ। ଏହି ଗଜପତି ଷ୍ଟାଡିୟମ ଠାରେ ବିକାଶ ମେଳା ଚାଲିଛି। ଏହି ବିକାଶ ମେଳାରେ ଚାଲିଛି ଆମର ଗଜପତି ଆମ୍ବ ଚାଲିଛି। କିପରି ଆମ୍ବ ମେଳା ଚାଲିଛି ଆମେ ଅଧିକାଂଶ ପଚାରକୁ ଯିବା। ସାର୍ କ'ଣ କହିବେ? ବିକାଶ ମେଳା ଚାଲିଛି, ଗଜପତିରେ ଆମ୍ବ ମେଳା ମଧ୍ୟ ରହିଛି, କ'ଣ ସ୍ଥିତି ରହିଛି ଆପଣ କ'ଣ କହିବେ? ଆଜ୍ଞା, ଗଜପତି ଜିଲ୍ଲାର ଆମ୍ବ ମେଳା ଆଜି ଆରମ୍ଭ ହୋଇଛି ବିକାଶ ମେଳା ସହିତ। ଏହା ଅରମାସ ତରଫରୁ ଦେବଗିରି କିଷାନ ଏଗ୍ରୋ ପ୍ରଡକ୍ଟସ ପ୍ରୋଡ୍ୟୁସର କମ୍ପାନୀ ଗୋଟେ ଅଛି। ସେ ଦ୍ୱାରା ଆମର ଗୁମା ବ୍ଲକ, ଉଦୟଗିରି ବ୍ଲକ, ନୂଆଗଡ଼ ବ୍ଲକରୁ ବିଭିନ୍ନ କିସମର ଯଥା ଆମ୍ରପଲ୍ଲୀ, ତୋଟା, ସୁନ୍ଦରୀ, ହାତୀମୁଣ୍ଡ ଏହି ପ୍ରକାର ବିଭିନ୍ନ କିସମର ଆମ୍ବ ଏଠି 5 ଦିନ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଆମ୍ବ ମେଳାରେ କୌଣସି ପ୍ରକାର ସାର ବା ପାଚିବା ପାଇଁ ବୋଲି ଦ୍ରବ୍ୟ ଦିଆଯାଏନି। କେବଳ ଲୋକଙ୍କର ଚାହିଦା ଅନୁସାରେ ଏଠାରେ ଅତି ସୁଲଭ ମୂଲ୍ୟ ଦରରେ ଲୋକଙ୍କ ପାଇଁ ବୋଲି ଆମ ଆଦିବାସୀ ମାଆମାନଙ୍କ ଠାରୁ ପ୍ରୟୋଗ କରି ଆମେ ଏଠାରେ ମେଳାରେ ଆସୁଛୁ। ଏହା ଆଜିଠାରୁ ଆରମ୍ଭ ହୋଇ 18 ତାରିଖ 5 ଦିନ ପର୍ଯ୍ୟନ୍ତ ଏହି ଆମ୍ବ ମେଳା ଚାଲୁ ରହିବ। ଏଥିରୁ ଲୋକଙ୍କର ମଧ୍ୟ ଆକୃଷ୍ଟ ବେଶୀ ବଢ଼ିଛି। ବିଭିନ୍ନ କିସମର ଆମ୍ବକୁ ଦେଖି ମଧ୍ୟ ସେମାନେ ଆକୃଷ୍ଟ ଗ୍ରହଣ କରେ। ଏସ୍ଏଚଜି ଗ୍ରୁପ ମାନେ ମଧ୍ୟ ଏମାନଙ୍କର ବେପାର ବାଟ କରୁଛନ୍ତି କି? ଏଇ ଜିନିଷ ଯାକ ସବୁ ଆମେ ଏସ୍ଏଚଜି ଗ୍ରୁପ ମାଆମାନଙ୍କ ଠାରୁ ଆମେ କ୍ରୟ କରିକି ଆଣୁଛୁ। ସେମାନେ ବିଭିନ୍ନ ପ୍ରକାର ବାହାରେ ଯେଉଁ ବିକୁଥିଲେ ବିଭିନ୍ନ ପ୍ରକାର ଯେଉଁ ନଷ୍ଟ ବା ଠକାମିରେ ପଡ଼ୁଥିଲେ ନ ପଡ଼ି ସେମାନଙ୍କ ଦ୍ୱାରା ଆମେ ଆଣି ଏଠି ଆମେ ଗଜପତି ବିକାଶ ମେଳାରେ ଏଠି ଆମେ ସେମାନଙ୍କୁ ବିକ୍ରୟ କରୁଛୁ। ସାର୍ ଯାହା କହୁଥିଲେ ବିକାଶ ମେଳାରେ ଆମ୍ବ ମେଳା ଚାଲିଛି। ଏହି ଆମ୍ବ ମେଳାରେ ଓରମାସ ପକ୍ଷରୁ ଚାଲିଛି ଏବଂ ଏସ୍ଏଚଜି ଗ୍ରୁପ ପକ୍ଷରୁ ଆମ୍ବ କ୍ରୟ ଯାଏ ଷ୍ଟଲ୍ରେ ରଖାଯାଇଛି ଏବଂ ପ୍ରଦର୍ଶନୀ କରାଯାଉଛି ଏବଂ କେତେ କିସମର ଆମ୍ବ ରହିଛି ତା ପଦ୍ଧତି ଲୋକଙ୍କୁ ସଚେତନତା କରାଯାଉଛି ଏବଂ ଏସ୍ଏଚଜି ଗ୍ରୁପକୁ ମଧ୍ୟ ସମାଜରେ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି କରିବା ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସରକାରଙ୍କର ମଧ୍ୟ ପ୍ରୟାସ ରହିଛି ଏବଂ ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ ପ୍ରୟାସ ଜାରି ରହିଛି। ଗଜପତି ବିଭାଗ ବେରା ରିପୋର୍ଟର୍ସ ଟୁଡେ।